ମୁଁ ରାଉତପଡ଼ା ପଞ୍ଚାୟତରୁ ଯୋଉ ତରବା କହୁଛି 3 ନମ୍ବର ୱାର୍ଡରୁ ଆମ ପାଣି ନାକି ବହୁତ ଅସୁବିଧା ହଉଛି। ଗଡ଼ିଆ ପୋଖରୀ ପାଣି ଆମେ ପିଇକି ପିଲାମାନେ ବହୁତ ଅସୁସ୍ଥ ହେଲେଣି, ହସ୍ପିଟାଲରେ ବି ଆଡମିଟ୍ ବି ହେଇସାରିଲେଣି। ଆଉ ମାନେ ଭଲ ହେଇକି ବି ଆସିଲେଣି ପିଲାମାନେ। ପାଣି ପାଇଁ ବହୁତ ଅସୁବିଧା ହଉଛି। ଆମ ପାଣି ପାଇଁ ଆମକୁ ଟିକେ ଯୋଗାଯୋଗ କରନ୍ତୁ, ଆମର ଟିକେ ପାଣି କେମିତି ସୁବିଧା ପାଇବୁ। 2 ବର୍ଷ ହେଲା ଆମର ପାଇପ୍ ସିଫନ କଲେଣି କିନ୍ତୁ ପାଣି ଆମେ ପାଉନୁ, ବହୁତ ଅସୁବିଧା ପାଣି ପାଇଁ। ହଁ ପାଇପ୍ ପଡିଛି କିନ୍ତୁ ପାଣି ପାଇଁ ଆମେ ବହୁତ ଅସୁବିଧା ପାଉଛୁ। ପାଣି ପାଇଁ ଆମେ ସିଷ୍ଟମ କିଛି ପାଇବୁ। ସରପଞ୍ଚ ପାଖରେ ମାନେ 2-3 ଥର କହିଲୁଣି, ସେ କିଛି ରିଏକ୍ସନ କିଛି ମାନେ ତାଙ୍କର କିଛି କରୁନାହାନ୍ତି। ବାଧ୍ୟ ହେଇକି ଆମେ ଆସିଛେ ବ୍ଲକ। ନହେଲେ ଆମେ 7 ଦିନ ଭିତରେ ଆମେ ହଉଛୁ ଦେଖିବା, ନହେଲେ ବି ଆମେ ଆସିକି ବଗରା ବାଲ୍ଟି ସବୁ ନେଇକି ଆସିକି ଆମେ ଏଇଠି ସବୁ ଗାଁ ବାଲା ଆସିକି ଧାରଣା ପଞ୍ଚାୟତରୁ 12 ନମ୍ବର ୱାର୍ଡରୁ ଆସିଛେ। ଆମର ପାଣି ନାକି ବହୁତ ଅସୁବିଧା। ପାଣି ଆମେ ଟୋଟାଲି ପାଉନା, ଗଡିଆ ପୋଖରୀରୁ ପାଣି ଆଣିକି ପିଉଛେ। ସେଥିପାଇଁ ଛୁଆମାନଙ୍କ ଦେହ ବି ବହୁତ ଅସୁସ୍ଥ ହଉଛୁ। ସେଥିପାଇଁ ଆମେ ତ 7 ଦିନ ଟାଇମ ଦେଇଛେ, ଯଦି 7 ଦିନ ଭିତରେ ନ ଆସିବ ଆମେ ଆସିକି ଏଠି ଅନଶନ କରିବୁ। ଆଉ ଆମକୁ ହେଲା ଯାଇକି ପାଣି ବ୍ୟବସ୍ଥା ଟିକେ କରନ୍ତୁ, ଯାଇକି 7 ଦିନରେ ଟାଙ୍କି ଆମେ ରହୁଛେ 600-700 ଲୋକ ହେବେନି। ଟ୍ୟୁବୱେଲ ଅଛି, ସେ ସରକାର ଟ୍ୟୁବୱେଲ ବି ପାଣି ବାହାରୁନି। ଆମ ଘର ପାଖରୁ ବି ଦୁରିଆରେ ଅଛି, ପାଣି ସୁବିଧା ଟୋଟାଲି